କଳାକାର ଟିକେ ଖରାପ ଠିଆ ହେଇ ଫେଣେଇ ଗଲେଣି ଟିକେ ପାଣି ପିଉଛନ୍ତି ସେ 2 ମିନିଟ୍ ଆମେ ଟିକେ ମଜା କରିଦବା ଆମେ ଟିକେ 3 ବର୍ଷ ତଳକୁ ଫେରିଯିବା କାରଣ ବହୁ ନୂଆ ପିଲା ପଳେଇ ଆଇଲେଣି ମୋ ଢେଙ୍କାନାଳିଆ ଗଭର୍ଣ୍ଣମେଣ୍ଟଟା ଆଉ ଥରେ ହବ ଆଜି କଣ ହେଇଛି ଯେତେବେଳେ ମୁଁ ମେଣ୍ଟେନାନ୍ସରେ ଥାଏ ପ୍ରାୟ ଟାଇମ୍ ମୁଁ ଟିକେ ବାହାରକୁ ଯାଏ ବାରିପଦା ଯାଏ ବରଗଡ଼ ବି ଯାଏ ଏବେ ଯାଉଛି ବେଳେବେଳେ ଯାଉଛି ପ୍ରଦୀପ ଛାଡୁନାହାନ୍ତି ଏବେ ଯାଉଛି ବେଳେବେଳେ ଯାଉଛି ଥରେ କହିଲି ନା ମୁଁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବଇଛି 4 ନମ୍ବର ସିଟ୍ରେ ବଇଛି ଆଗେ ଗୋଟେ ମାଉସୀଟେ ଉଠିଲେ ତାଙ୍କ ପୁଅ ଗାଡ଼ି ଉଠେଇ ଦେଲେ କହିଲେ ବାପାରେ ଆଉ ମା ଟିକେ ବୁଢ଼ୀ ହେଇଗଲେଣି ଯେ ଯିବେ ଘରକୁ ମୋର ଟିକେ ଅସୁବିଧା ମୁଁ ଯାଇପାରୁନାହିଁ ଆଉ ତୁ ଟିକେ ଓହ୍ଲେଇ ଦେବୁ ନା ଆଜ୍ଞା ହଉ ଟିକେ ଦେଖୁଥାଅ ଆଉ ନା ଆଜ୍ଞା ହଉ ସମସ୍ତେ ଯେମିତି କୁହନ୍ତି ବାପା ମୋ ମା ବାପା ଯାଉଛନ୍ତି ଟିକେ ଦେଖୁଥାଅ ଆପଣ ଜାଣିଛନ୍ତି ବରମୁଣ୍ଡାରୁ ରସୁଲଗଡ଼ ଯେତିକି ଟାଇମ୍ ଲାଗିବ ରସୁଲଗଡ଼ରୁ ଢେଙ୍କାନାଳ ପ୍ରାୟ ସେତିକି ଟାଇମ୍ ଲାଗିବ କାରଣ ଟିକେ ଯିବ 10 ମିନିଟ୍ ରହିବ ପୁଣି ଟିକେ ଯିବ 10 ମିନିଟ୍ ରହିବ ପୁରା ଦୋଳ ଭୋଗ ଖାଇଲା ଭଳିଆ ଏ ଦାଣ୍ଡ ପିଲାରୁ ସେ ଦାଣ୍ଡ ପିଲା ଠାକୁର ଗଲା ଆଜ୍ଞା ସେମିତି ସେ ବସ୍ ଗୁଡ଼ା ଆସିବ ଆଉ ଏମିତି ଡାକୁଥିବେ ଯେମିତି ଭିତରେ ଫୁଟବଲ ପଡ଼ିଆ ଇଆଡ଼େ ବାଲମବାଡ଼ି କଟକ ଇଆଡ଼େ ବାଲମବାଡ଼ି ସେତିବେଳେ କ'ଣ ହେଇଛି ନା ମୁଁ ପଛରେ ବସି ବାଲାମ କରୁଛି ମାଉସୀ ଆସି ବସିଲେ ମାଉସୀ ଯିବେ ଢେଙ୍କାନାଳ ଠିକ୍ ସେତିବେଳେ କ'ଣ ହେଇଛି ନା ଗାଡ଼ି ଟିକେ ଛାଡ଼ିଲା ବରମୁଣ୍ଡାରୁ ଛାଡ଼ିକି ବରମୁଣ୍ଡା ଓଭରବ୍ରିଜ୍ ଯାଏ ପହଞ୍ଚିଲା ଭିତରେ ଗାଡ଼ି ପୁଣି ରହିଲା ବୁଢ଼ୀ ଗଲା ଢେଙ୍କାନାଳ ହେଇଗଲା କି ଡାକୁଛି କିରେ କଣ୍ଡକ୍ଟର ଢେଙ୍କାନାଳ ହେଲା କିରେ ନାଇଁ ମାଉସୀ ଢେଙ୍କାନାଳ ହେଇନି ଏବେ ପୁରା ଛାଡ଼ିଲା ବସ ନା ବାପା ଟିକେ ଢେଙ୍କାନାଳରେ ଡାକିଦେବୁ ପୁଣି ଆଇଲା ସେଠୁ ଗାଡ଼ି ଗଡ଼ିକି ଆସି କୋଉଠି ହେଲା ଆଚ୍ଛା ଯିବାରେ ଯୋଉ ଗଲାଣି ଜୟଦେବ ବିହାର ଓଭରବ୍ରିଜ୍ ସେଇଠି ପହଞ୍ଚିଲା ବେଳୁ ପୁଣି ଡାକୁଛନ୍ତି ଏରା କଣ୍ଡକ୍ଟର ଢେଙ୍କାନାଳ ହେଲା କିରେ ମାଉସୀ ହେଇନାହିଁ ତୁ ବାପା ତୁ ବସୁନି ଟିକେ ବେପାର କରିଦେ ପୁଣି ସେଠୁ ଆସି ରସୁଲଗଡ଼ ହେଲା ବେଳକୁ ମାଉସୀ ପୁରା ଏରା କଣ୍ଡକ୍ଟର ଢେଙ୍କାନାଳ ହେଇନାହିଁ ବେ ତାପରେ ବରମୁଣ୍ଡାରୁ ଡାଇରେକ୍ଟ ବସ୍ ପହଞ୍ଚିଲା କୋଉଠି ନା ବାଦାମବାଡ଼ିରେ ସେ କଣ୍ଡକ୍ଟର ତାଠୁ କହିଲା ମାଲୋ ଢେଙ୍କାନାଳ ହେଇନାହିଁ ବାଦାମବାଡ଼ି ହେଇଛି ଢେଙ୍କାନାଳରେ ଡାକିଦେବି ସେତିବେଳେ କ'ଣ ହେଇଛି ନା ଢେଙ୍କାନାଳରୁ ରାତିରେ ବସ୍ ଚଳିଲା ବସ୍ ଯେତେବେଳେ ଛାଡ଼ିଲା ତାପରେ କ'ଣ ହେଇଛି ନା ଢେଙ୍କାନାଳ ବାଇପାସ୍ କ୍ରସ୍ କରି ଯାଇଛି କଣ୍ଡକ୍ଟର ଆସି ପଛରେ ପଚାରିଲା ବାପା ଏଇ ଢେଙ୍କାନାଳ ବାଇପାସ୍ ନା ଢେଙ୍କାନାଳ ବାଇପାସ୍ 5 କିଲୋମିଟର ପଛରେ ପଳେଇଲାନି ନା ବସ୍ ବୁଲା ବୁଢ଼ୀ ମାରିଦେବ